ସମୁଦ୍ର କୂଳ ଲଙ୍ଘି ଶ୍ରୀହୀନ ହେବାକୁ ବସିଲାଣି ପୋଡମପେଟା ଗାଁ। ଜିଲ୍ଲାପାଳଙ୍କୁ ଭେଟିଲେ 6 ଖଣ୍ଡ ଗ୍ରାମବାସୀ। ଛତ୍ରପୁର ଜୁଲାଇ 3 ତାରିଖ ସମୁଦ୍ରର କରାଳ ରୂପରେ ଶ୍ରୀହୀନ ହେବାକୁ ବସିଲାଣି ଗଞ୍ଜାମ ଜିଲ୍ଲାର ପୋଡମପେଟା ଗାଁ। ପୋଡମପେଟା ଗାଁରେ ଏବେ 12 ଖଣ୍ଡ ଗାଁକୁ ଗିଳିବା ପାଇଁ ବଡ ବଡ ଲହରୀ ଦେଇ ମାଡି ଆସୁଛି ସମୁଦ୍ର। ଗତ କିଛି ଦିନ ପୂର୍ବରୁ ଗାଁର 10 ରୁ ଅଧିକ ଘର ସମୁଦ୍ରରେ ମିଶି ଯାଇଥିବା ବେଳେ ଆଜି ଅପରାହ୍ନରେ ମଧ୍ୟ ପୁଣି କିଛି ଘର ଭାଙ୍ଗି ସମୁଦ୍ରରେ ମିଶି ଯାଉଛି। ପୋଡମପେଟା ପରେ ଆଉ 12 ଖଣ୍ଡ ଗାଁ ବିପଦରେ ଥିବା ଯୋଗୁଁ ଏହି ସବୁ ଗାଁର ଗ୍ରାମବାସୀ ଏବେ ଭୟଭୀତ ଅବସ୍ଥାରେ ଅଛନ୍ତି। ଗାଁର ଏଭଳି ଦୃଶ୍ୟକୁ ଦେଖି ଜିଲ୍ଲା ପ୍ରଶାସନ ସ୍ଥାନୀୟ ଗାଁ ଲୋକଙ୍କୁ ଆଲୋଚନା ପାଇଁ ଡାକିଥିଲେ। ଜିଲ୍ଲାପାଳଙ୍କ ଡାକରା ପରେ 6 ଖଣ୍ଡ ଗାଁର ଗ୍ରାମବାସୀ ମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଜିଲ୍ଲାପାଳ ଭି କୀର୍ତ୍ତିଭାସନଙ୍କ ସହ ଆଲୋଚନା କରି ନିଜର ଦୁଃଖ ଜଣାଇଥିଲେ। ମୋ ନାଁ ଦିलीप ଛୋଟରାୟ ଏବଂ ପାଳିବନ୍ଧ ପଞ୍ଚାୟତର ଏକ୍ସ ସରପଞ୍ଚ। ଆମେ ଆଜି ଜିଲ୍ଲାପାଳ ପାଖକୁ ଆସିଥିଲୁ। ଆପଣ ମାନେ ସମସ୍ତେ ଜାଣିଛନ୍ତି, ଆପଣଙ୍କ ମାଧ୍ୟମରେ ଆମେ ସାରା ରାଜ୍ୟକୁ ଓଡ଼ିଶା ସରକାରଙ୍କୁ ଆମେ ଅବଗତ କରେଇଛୁ, ଜିଲ୍ଲା ପ୍ରଶାସନକୁ ବି ଅବଗତ କରେଇଛୁ। ଆପଣ ମାନେ ଜାଣିଛନ୍ତି ଯେ କଣ୍ଟିଆଗଡ଼, ଫଟୁଆକୁଦି, କଣ୍ଟିଆଗଡ଼, ପୋଡମପେଟା, ନୀଳାଦ୍ରିପୁର ଏମିତିକି 6ଟା ଗାଁ ସହିତ ଆହୁରି 50 ଖଣ୍ଡ ଗାଁ ଆକ୍ରାନ୍ତ ହେବେ। ତେଣୁ ଯୋଉ ଭୟଭୀତ ଯୋଉ ଆମେ ଚିନ୍ତାରେ ରହିଛୁ ଯେ ଜୀବନ ଆମର ରହିବ କି ନାହିଁ। ତେଣୁ କାଲି ଆଜି ରାତିରେ ବି କଣ ହବ କହିପାରିବେନି, ମାତ୍ର ଆଉ 5-10 ମିନିଟର ଗଲା ପରେ ନିଶ୍ଚିତ ସମୁଦ୍ର କଣ୍ଟିଆଡ଼ ଭିତରେ ପଶିବ ଏବଂ 10 ଖଣ୍ଡ ଗାଁ ନିଶ୍ଚିତ ସମୁଦ୍ର ଭିତରେ ବିଲୀନ ହେଇଯିବ। ଏ କଥା ଆମେ ଆଜି ଜିଲ୍ଲାପାଳଙ୍କ ସହିତ ଆଲୋଚନା କଲୁ। ଆମେ ଆସିଥିଲୁ 5ଟା ଗାଁର ଏବଂ 100ରୁ ଉର୍ଦ୍ଧ୍ୱ ଲୋକ ଆସିଥିଲୁ। ଆମେ ସିଧାସଳଖ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିଛୁ। ସେ ପ୍ରତିଶ୍ରୁତି ଆମକୁ ଦେଇଛନ୍ତି, ଆମେ ବୁଝି ବିଚାରି ଆଲୋଚନା କରିବୁ। ସେ ଅନ୍ୟାନ୍ୟ ଡିପାର୍ଟମେଣ୍ଟର ଅନ୍ୟାନ୍ୟ ଅଫିସରଙ୍କ ସହିତ କଥାବାର୍ତ୍ତା ହେଇଛନ୍ତି ଆମ ଆଗରେ। କିନ୍ତୁ ସାର୍ ପ୍ରତିଶ୍ରୁତି ଦେଇଛନ୍ତି ସତ କଥା, କିନ୍ତୁ ଆମେ ଗୋଟେ ସ୍ଥାୟୀ ସମାଧାନ ସହିତ କରାଯାଉ। ତା ସହିତ କାଲିକି କଣ ହବ, ଆଜି ଆମେ ଚାହୁଁଛୁ ଆମର ବ୍ୟାକୁଳତା ଏବଂ ଆମର ଯୋଉ ଇଚ୍ଛାଟା ଯେ ଆମ ଯୋଉ ଭୟର ବାତାବରଣଟା ହଉଛି, ରାତି ପାଇଲେ ବି ଆଜି ରାତି ପାଇଲେ ବି ଭିତରକୁ ସମୁଦ୍ର ପାଣି ପଶି ଯାଇପାରେ। ୟାର ଗୋଟେ ନିଚ୍ଛକ ଏବଂ ପ୍ରକୃତ କଥାଟା ବାହାର କରିକି ଆଉ ଗୋଟେ ନିଶ୍ଚିତ ଆମକୁ ସୁରକ୍ଷା ଦିଅନ୍ତୁ। ଏଇଥିପାଇଁ ଆମେ ଚାହୁଁଛୁ ବର୍ତ୍ତମାନ ଆମେ ଗାର୍ଡ ୱାଲ ହବ, ଗାର୍ଡ ୱାଲ କରାଯାଉ, ପଥର ବନ୍ଧ କରାଯାଉ ଏବଂ ମୁହାଣ ଯୋଉ ଋଷିକୁଲିଆ ମୁହାଣ ସେଟା ଖନନ କରାଯାଉ, ଡ୍ରେଜିଂ କରାଯାଉ ଏବଂ ଯୋଉ ଅଲିଭ ରିଡଲେ କଇଁଚ ନାଁରେ ଯୋଉ କଥାଟା ଆସୁଛି ଯେ ଅଲିଭ ରିଡଲେ କଇଁଚ ନାଁରେ ଯୋଉ ଭଳିଆ ଅଲିଭ ରିଡଲକୁ ସୁରକ୍ଷା ଦିଆଯିବ, ତାହେଲେ ଆମେ ପୋକ ମାଛ ଭଳିଆ ଆମେ ଜନସାଧାରଣ ହଜାର ହଜାର ଲୋକ ଆମେ ମରିଯିବୁ, ଛୁଆ ପିଲା ଆମର ମରିଯିବେ। ଜିଲ୍ଲାପାଳ କହିଲେ ଯେ ଆମେ ସେଟାକୁ ବିଚାର କରୁଛୁ ଏବଂ ଅଳ୍ପ ଦିନ ଭିତରେ ତାର ସମାଧାନ କରିବୁ, ସେ ଆମକୁ ପ୍ରତିଶ୍ରୁତି ଦେଇଛନ୍ତି। ତେଣୁ ଦେଖାଯାଉ କେତେ ଦୂର କଣ ହଉଛି। ଆମେ ମଧ୍ୟ ସେ ଅପେକ୍ଷାରେ ଅଛୁ, କିନ୍ତୁ ହଠାତ୍ କିଛି ଆମକୁ ସୁରକ୍ଷା ଦିଆଯିବ ଆମେ ଦାବି କରୁଛୁ। ଏଇଟା ପୋଡମପେଟା ପରେ ତାର ପାଖାପାଖି 12 ଗାଁ ଦେଖନ୍ତୁ, ଏ କଥା ଆପଣ ମାନେ ଜାଣିଥିବେ, ଏ କଥା ହଉଛି ଦୀର୍ଘ ଦିନର ସମସ୍ୟାର କଥା। ଏ କଥା ଦୀର୍ଘ 25 ବର୍ଷର ଉର୍ଦ୍ଧ୍ୱ କଥା। ଏ କଥା ଆପଣ ମାନେ ଜାଣିଛନ୍ତି। ପାଖାପାଖି ବାଲେଶ୍ୱରରୁ ଧରି ଗଞ୍ଜାମ ଜିଲ୍ଲା ମଧ୍ୟରେ ଯୋଉଭଳି ଭାବେ କୂଳ ଖାଉଛି, ଏ କଥା ସାରା ଓଡିଶାର କଥା। ଏଇ କଥା ଯଦି ସମସ୍ୟାର ସମାଧାନ ହେଇପାରିବ, ସେ ହଉଛି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିଜେ ଚାହିଁଲେ ତା ସମସ୍ୟାର ସମାଧାନ ହେଇପାରିବ। ଏଠି ଆପଣ ମାନେ ଜାଣିଥିବେ, ଯୋଉ ଆରଜିପିଲି ଠାରେ ଯୋଉ ସମୁଦ୍ର ଠାରେ ଯୋଉ କୂଳ ଖାଉଛି, ଏଠି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଇଚ୍ଛା ପ୍ରକାଶରେ ପାଖାପାଖି 80 କୋଟି ଟଙ୍କାର ତା ଅଳ୍ପ ଦିନ ମଧ୍ୟରେ ତା ଟେଣ୍ଡର ହେବା ପାଇଁ ତାହା ଯିବ। ଏଥିମଧ୍ୟରୁ ଆପଣ ମାନେ ଦେଖିଛନ୍ତି କଣ ଯେ ପୋଡମପେଟା ଗାଁ, ଯୋଉ ପୋଡମପେଟା ଗାଁର ଯୋଉ କୂଳ ଖାଉଛି, ଏ କଥା ଆମେ ଯେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ବି ମଧ୍ୟ ଏକ ଚିଠି ଲେଖିଛୁ। ଏଠି ଆମେ ଜିଲ୍ଲାପାଳଙ୍କୁ ବି ଆସି ଆମେ ଅନୁରୋଧ କରି କହୁଛୁ, ଏଠି ସମସ୍ତଙ୍କର ଜିଲ୍ଲାପାଳଙ୍କ କଥା ହୁଅନ୍ତୁ, ଓଡିଶା ସରକାରଙ୍କର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କଥା ସମସ୍ତେ ଚାହିଁଲେ ଏ କାମ ଅତି ସହଜ, କମ ଦିନ ମଧ୍ୟରେ ଏ କାମ ଠିକ ଭାବରେ ହେଇପାରିବ। ଶିବରାମ ପଲାଇ, ଗ୍ରାମ କଣ୍ଟିଆଗଡ଼। ଦେଖନ୍ତୁ, ଆମେ ବର୍ତ୍ତମାନ ଆଜି 6 ଖଣ୍ଡ ଗ୍ରାମର ସମସ୍ତ ଗ୍ରାମବାସୀ ମିଶି 300ରୁ ଉର୍ଦ୍ଧ୍ୱ ଲୋକ ଆମେ କଲେକ୍ଟର ଅଫିସକୁ ଆସିଥିଲୁ, ଯାହାକି ଆମେ ଗୁହାରି କରିବାକୁ ଆସିଥିଲୁ ଯେ ବର୍ତ୍ତମାନ ସମୁଦ୍ର ଯୋଉ ପ୍ରକାର କୂଳ ଖାଇ ଖାଇ ଆସୁଛି, ମାତ୍ର ଆଉ 10 ମିଟର ଦୂରତାରେ ଅଛି ଯୋଉ ଢେପଟା, ସେ ଢେପଟାକୁ ଖାଇଦେଲେ ସେ କଣ୍ଟିଆଗଡ଼ ଗାଁ ଭିତରେ
ପାଣି ପଶିଯିବ ଏବଂ ପନ୍ତିଆଗଡ଼ରେ ପାଣି ପଶିଲା ମାନେ ସେଠାରେ ଖଟୁଆକୁଦା, ନୀଳଗିରିପୁର, ମୟୂରପଦା, ଗୋଖରୁକୁଦା ଏପରିକି ପାଳିବନ୍ଧ ପଞ୍ଚାୟତର 12 ଖଣ୍ଡ ଗ୍ରାମ ଏବଂ ତା ସହିତ ନ୍ୟାସନାଲ ହାଇୱେକୁ ପାଣି ଲାଗିଯିବ। ଯାହାଫଳରେ ଏବେଠୁ ଯଦି ସରକାର ଏବଂ ପ୍ରଶାସନ ଯଦି ସତର୍କତା ଅବଲମ୍ବନ କରି ଆମକୁ କିଛି ସୁରକ୍ଷା ନ ଦେବେ ତାହେଲେ ଆଗାମୀ ଦିନରେ ଏତେ ଧନ ଜୀବନ ଏବଂ ଜୀବିକା କ୍ଷୟକ୍ଷତି ହେବ ତାହା ଆଉ କିଛି ସେମାନେ ଚାହିଁଲେ ବି ଆଉ କିଛି କରିପାରିବେ ନାହିଁ। ସେଥିପାଇଁ ଆମେ ଏତିକି ଆପଣମାନଙ୍କ ମାଧ୍ୟମରେ ଏବଂ ସରକାରକୁ ଏବଂ ପ୍ରଶାସନକୁ ନିବେଦନ କରୁଛୁ ଯେ ଯଥାଶୀଘ୍ର ସେଠାରେ ଆମର ପଥର ବନ୍ଧ କରନ୍ତୁ ବା ଗାର୍ଡ ୱାଲ କରନ୍ତୁ। ଏପରି କରିବା ଦ୍ୱାରା ଆମେ ଚିର ଉପକୃତ ହେଇପାରିବୁ। ବିଧାୟକ ବସିଲେ, ଜିଲ୍ଲାପାଳ ବସିଲେ, ବିଭିନ୍ନ ବିଷୟକୁ ଆପଣଙ୍କର ପୁଙ୍ଖାନୁପୁଙ୍ଖ ଆଲୋଚନା ତାକୁ ନେଇକି ଆପଣ କେତେ ଦେଖନ୍ତୁ ଏବଂ ବିଧାୟକ ଏବଂ ଜିଲ୍ଲାପାଳ ଯୋଉ ପ୍ରତିଶ୍ରୁତି ଦେଲେ ଏବଂ ଆମ ସାମ୍ନାରେ ବି ଯୋଉ ଅଫିସର ମାନଙ୍କ ସହିତ କଥା ହେଲେ ଆମେ ଭାବୁଛୁ ଯେ ସେମାନେ କାର୍ଯ୍ୟ କରିବେ, କିନ୍ତୁ ଆମେ ଚାହୁଁଛୁ ଯେ ଯଥାଶୀଘ୍ର ଆଜି ବା କାଲି ଆଉ ଯେତେ ଡେରି କଲେ ଆଉ ଫଳ କିଛି ମିଳିବ ନାହିଁ। जो पोड़मपेटार जो समुद्र तरफ जो कोस्टल इरोशन देखा जाउची से जो अबैंडन्ड विलेज गोटे अच्छी जो मान को आगु हस्तांतर करके अलग कॉलोनी रखाई से जो अबैंडन्ड विलेज धीरे धीरे इरोशन और अधिक होबार देखा मिलूँ एवं केतटा घर गुड़ाक भांगिकी समुद्र को पलायबार चित्र नजर का आसी। यही दिगरे इरिगेशन डिपार्टमेंट सुपरिटेंडिंग इंजीनियर एवं टीम को आम डायरेक्शन देचु इमिडिएटली से सिचुएशन टाक आसेस करके टेक्निकल एक्सपर्ट्स ओपिनियन नहीं कि गोटे डीपीआर प्रस्तुत करने जोटा परवर्ती समय रे आम राज्य सरकार पाखक डीपीआर पठाई तार कोस्टल प्रोटेक्शन कौन कौन रिक्वायरमेंट अच्छी से टेट्राहेड्रन ये लगाइबा बा किसी वॉल बनाइबार जदि किसी रिक्वायरमेंट रोचे सेटा को केमिति आमे खूब शीघ्र करि परिबा एवं आउरी अधिक एरोशन ना हेबा पई जहाँ मेजर्स नेबार अछि से दिगरे निश्चित भाव में आलोचना करबा पई इरिगेशन विभाग को निर्देश दैछु। विलंब नकरी तुरंत समुद्र कूल निकटरे पत्थर बंध सह सिमेंट कंक्रीट वाल करा जाऊ बोली दाबी करिसेंती ग्रामवासी। नचेत केवल गाँ नुहे बरं 12 खंड गाँ सह ग्रामवासी माने मध्य समुद्र गर्भरे लीन होइजिबे बोली कहिसेंती पालीबंध पंचायत बासिंदा। गंजाम जिल्लारू संदेश कुमार साहूଙ୍କ रिपोर्ट ब्लैक न्यूज ओडिया।